ବହି ବିଚାରରେ ଅଛି ଦୁଇଟି ବହି। ଅମରେଶ ବିଶ୍ୱାଳଙ୍କର କବିତା ବହି ହ୍ୟାଙ୍ଗଓଭର ଏବଂ ରମାକାନ୍ତ ସାମନ୍ତରାୟଙ୍କର ଗଳ୍ପ ସଂକଳନ ସୁନ୍। ସମୀକ୍ଷା କରିଛନ୍ତି ପ୍ରୀତିପ୍ରଜ୍ଞା ପ୍ରଧାନ। ମୁଁ ଏବେ ଯେଉଁ ବହିଟି ବିଷୟରେ କହିବାକୁ ଯାଉଛି ସେ ହେଉଛି ଅମରେଶ ବିଶ୍ୱାଳଙ୍କ ଏକ କବିତା ବହି ହ୍ୟାଙ୍ଗଓଭର। ଏ ବହିଟିର ମୋଟ ପୃଷ୍ଠା ସଂଖ୍ୟା ହେଉଛି 108 ଓ ଏଥିରେ ସ୍ଥାନ ପାଇଛି 40ଟି କବିତା। ପ୍ରକାଶିତ ହୋଇଛି ମଧୁଲିତା ପକ୍ଷରୁ। ଅମରେଶଙ୍କ ଭାଷାରେ ଯେହେତୁ କବିତା ତାଙ୍କର ଏକାନ୍ତ ବ୍ୟକ୍ତିଗତ ଓ ଅନ୍ତରର ଏକଦମ ନିକଟତର, ସେଥିପାଇଁ ବହିଟିର ଲେଆଉଟ୍ ଠାରୁ ପ୍ରଚ୍ଛଦ ଯାଏ ସବୁ କାମ ନିଜେ କରିଛନ୍ତି ସେ। ଏହାର ଶୀର୍ଷକ ଭଳି ଅମରେଶଙ୍କ ପ୍ରତିଟି କବିତା ହେଉଛି ଗୋଟେ ଗୋଟେ ହ୍ୟାଙ୍ଗଓଭର। ଏହି ଆମ ସାଧାରଣ ଜୀବନର ନୀତିଦିନିଆ ଦେହଘଷା କଥା ଓ ସମସ୍ୟା, ଅଥଚ ସେସବୁକୁ ଅତି ସୁନ୍ଦର ଢଙ୍ଗରେ ପ୍ରସ୍ତୁତ କରିଛନ୍ତି ଅମରେଶ। ପ୍ରଥମେ କବିଙ୍କ ଶୀର୍ଷକ କବିତା ହ୍ୟାଙ୍ଗଓଭରରୁ ମୁଁ ଆଲୋଚନା ଆରମ୍ଭ କରୁଛି। କବିତାଟିର ଆରମ୍ଭ ହେଉଛି ଏମିତି: ପତ୍ନୀଙ୍କ ଗାଳି ଓ ପ୍ରେମିକାର ଚୁମ୍ବନ ପରି ଗତ ରାତିର 2.5 ପେଗ୍ ହୁଇସ୍କି ଏବେ ବି ଝୁଲି ରହିଛି ଭେଜାରେ। ତେବେ ମଦ ପିଇବା ଯଦି ପାପ ହୁଏ, ସେଥିପାଇଁ ଦଣ୍ଡ ପାଇବାକୁ ଡରନ୍ତି ନାହିଁ କବି। ଖୁସି ପାଇଥିବା ପାପକୁ ନେଇ ଦଣ୍ଡିତ ହେବାର ଅସୁବିଧା କେଉଁଠି? ଖାଲି ସେତିକି ନୁହେଁ, ସାହୁଚାଟ ଝିଅ, ରିଟାୟାରମେଣ୍ଟ ପରେ ବାପାଙ୍କ ଆଖି, ସ୍ତ୍ରୀର ଭିନେ ହେବା ଜିଦକୁ ଲୁଚି ଲୁଚି ବୁଲୁଥିବା ଭାଇ, ଆଲବମ୍ ଗୀତଠୁ ଆରମ୍ଭ କରି ସ୍କୁଲ ପ୍ରେମିକା ଯାଏ ପ୍ରତିଟି ଚରିତ୍ର ଆଉ ଘଟଣା ହେଉଛି ଅମରେଶଙ୍କ ପାଇଁ ଗୋଟେ ଗୋଟେ ହ୍ୟାଙ୍ଗଓଭର। ଏମିତିରେ ଦେଖିବାକୁ ଗଲେ ଆମ ସାରାଟା ଜୀବନ ଅଗଣିତ ହ୍ୟାଙ୍ଗଓଭର ମାନଙ୍କ ସମାହାର ନୁହେଁ କି? ଏବେ ଆସିବା ବହିର ପ୍ରଥମ କବିତା ବ୍ଲାଙ୍କକୁ। କବିତାଟିର ଆରମ୍ଭ ହେଉଛି ଏମିତି: ଏବେ ଆଉ କିଛି ଖବର ନାହିଁ। ପ୍ରଫେସନରେ କବି ହେଉଛନ୍ତି ସାମ୍ବାଦିକ, ତେଣୁ ଖବର ନାହିଁ ମାନେ ସେଇ ସମୟ ତକ ତାଙ୍କ ପାଇଁ ବ୍ଲାଙ୍କ। ତେବେ ଏ ବ୍ଲାଙ୍କ ସମୟ ପାଇଁ ଅନ୍ଧାର ଲୋଡ଼ ନାହିଁ ତାଙ୍କର, ବରଂ ଲୁହ ଟିକିଏ ହେଲେ ତାକୁ ସମ୍ବଳ କରି ଖାଲି ସମୟକୁ ପାର କରିହେବ ବୋଲି ସେ ଭାବନ୍ତି। ସେମିତି ନବକଳେବର ଦାରୁ ଦେଖିଯିବାର ବି ତାଙ୍କର ଆଗ୍ରହ ନାହିଁ। ତାଙ୍କ ଭାଷାରେ ବରଂ ଆମ ପାଇଁ ଏଇ ଦେଶୀ ଦାରୁ ଭଲ, ଢୋକେ ପେଟରେ ପଡ଼ିଲେ ସବୁ ବ୍ଲାଙ୍କ। ବହିରେ ଥିବା ଆଉ ଏକ ସୁନ୍ଦର କବିତା ହେଉଛି ଦୁଃଖର ଭାଗମାପ। କବିଙ୍କ ମତରେ ବଡ଼ ଦୁଃଖମାନଙ୍କ ଅପେକ୍ଷା ଛୋଟ ଛୋଟ ଦୁଃଖମାନେ ହିଁ ମଣିଷକୁ ଜୀବନ ଯାକ ବେଶୀ କିଲିବିଲି କରନ୍ତି। ତେବେ ସବୁ ଦୁଃଖର ଦୈର୍ଘ୍ୟପ୍ରସ୍ଥ ମାପି ବସିଲେ ଅସୁବିଧା, ବରଂ ଧାଡ଼ିଟିଏ ହସରେ ବି ସୁରୁଖୁରୁରେ କଟିଯାଇପାରେ ଜୀବନ। ଭାଇ ଆସିଥିଲେ କବିତାଟି ମଧ୍ୟ ଆଲୋଚନା ସାପେକ୍ଷ। କବିତାର ଆରମ୍ଭ ଏମିତି: କାଲି ଭାଇ ଆସିଥିଲେ, ରାତିଟା ରହି ଆଜି ଗାଁ ବସ ଧରିଲେ। ଅମରେଶ ସେଠି ଦେଖେଇଛନ୍ତି ଭାଇଙ୍କ ଆଣିଥିବା ଚୁଡ଼ାମୁଢ଼ିରେ ବି କେମିତି ବାରି ହୋଇ ପଡୁଛି ସ୍ନେହର ବାସ୍ନା। ହେଲେ ଶେଷ ଯାଏ ଭାଇଙ୍କ ଗାଁକୁ ଯିବା ଅନୁରୋଧ ଯେ ସେ ରଖିପାରିବେନି ସେ କଥା ଜାଣନ୍ତି, କାରଣ କାଲିଠୁ ଇଲେକ୍ସନ ଡ୍ୟୁଟି। କାର୍ଯ୍ୟବ୍ୟସ୍ତତା କେମିତି ଏ ସମ୍ପର୍କମାନଙ୍କୁ ଆମଠୁ ଦୂରେଇ ଦେଉଛି, ଏଇ କଥା ହିଁ ହେଉଛି କବିତାଟିର ମର୍ମ। ଏସବୁ କବିତା ବ୍ୟତୀତ ଅଛି ମହାକାଳ ପଡ଼ାର କାଶତଣ୍ଡି କବିତା, ଯେଉଁଥିରେ କବି ଉଠେଇଛନ୍ତି ଏସିଡ୍ ଆଟାକର ଶିକାର ହୋଇଥିବା ଝିଅଟିଏର କଥା। ସେମିତି ଅବଶୋଷ, ଆସ ଓ ରବିର ବାପା ଭଳି କବିତାରେ ଅଛି ଶିଳ୍ପାଞ୍ଚଳ ସ୍ଥାପନ ପାଇଁ ନିଜ ଭିଟାମାଟି ହରାଇଥିବା ବିସ୍ଥାପିତ ମାନଙ୍କର ବେଦନା କଥା। ଅବଶୋଷ କବିତାର ଧାଡ଼ି କେତୋଟି ହେଉଛି ଏମିତି: କଳିଙ୍ଗ ନଗରରେ ମିଶିଗଲା କାଲୁଆ ପବନରେ ଫୁଲ ଉଡଉଥିବା ଏକର ଏକର ସବୁଜ ଧାନ ବିଲ। ଏତିକି ଧାଡ଼ି ହିଁ ଅମରେଶଙ୍କ ମର୍ମବେଦନା ବୁଝେଇବାକୁ ଯଥେଷ୍ଟ। ସେମିତି ଭାଗ କବିତାରେ କବି ଦେଖେଇଛନ୍ତି କେମିତି ଭାଇ ଭାଗ ବେଳେ ବାଣ୍ଟ ହୋଇଯାଏ ଘରର ସ୍ୱାଭିମାନ, କେମିତି ଅଲଡା ହୋଇପଡନ୍ତି ବୁଢା ବାପା ମା। ଆଉ ଏକ ଅତି ସୁନ୍ଦର କବିତା ହେଉଛି ଡିଲିଟ୍। ବାସ୍ତବରେ କବିତାଟିର ସ୍ୱର ଭଳି ଅନେକ ସମୟରେ ବହୁ ଅଲଡା ଓ ବୋଝ ପାଲଟି ଯାଉଥିବା ସମ୍ପର୍କ ମାନଙ୍କୁ ଆମ ଜୀବନରୁ ଡିଲିଟ୍ କରିଦେବାଟା ହିଁ ଠିକ୍ କଥା ନୁହେଁ କି? ଏଣିକି ଦୁନିଆ ସହ ବନ୍ଧୁତା ବନ୍ଦ, ଫେସବୁକ୍ ଆକାଉଣ୍ଟ ଡିଆକ୍ଟିଭ, ମୋବାଇଲ ନେଟୱାର୍କ ଅପହଞ୍ଚ। ବହିଟିରେ ଆହୁରି ସୁନ୍ଦର ସୁନ୍ଦର କବିତା ସବୁ ଅଛି, ସବୁଗୁଡ଼ିକ ଚମତ୍କାର, ଆଉ ସମସ୍ତେ ହିଁ ନିଜ ନିଜ ଭିତରେ ଧରି ରଖିଛନ୍ତି ଗୋଟେ ଗୋଟେ ବିଶାଳ କାହାଣୀ। ଏହା ହିଁ ହେଉଛି ଅମରେଶଙ୍କ କବିତା ସବୁର ବିଶେଷତ୍ୱ। ଏଡେ ଟିକେରେ ଏତେ ବଡ଼ ଜୀବନର କାହାଣୀ। ତେଣୁ ସବୁ କବିତାକୁ ନେଇ ଆଲୋଚନା କରିବାକୁ ମୋର ଆଗ୍ରହ, ହେଲେ ସମୟ ବହୁତ କମ୍।
ତା ଛଡା ମୁଁ କାହିଁକି ସବୁ କଥା କହିବି? କାହିଁକି ଲଦିଦେବି ମୋ ବିଚାରଧାରାକୁ ପାଠକ ଉପରେ? ବରଂ ଅମରେଶଙ୍କ କବିତା ମାନଙ୍କୁ ଆପଣ ପଢନ୍ତୁ, ଘଡ଼ିଏ ସେମାନଙ୍କୁ ଆଦର କରନ୍ତୁ, ଆଉ ତାପରେ ଦେଖନ୍ତୁ କେମିତି ସେମାନେ ଆପଣଙ୍କୁ ପକଉଛନ୍ତି ହ୍ୟାଙ୍ଗଓଭର ଭିତରେ। ଏବେ ମୁଁ ଯେଉଁ ବହିଟିର ଆଲୋଚନା କରିବାକୁ ଯାଉଛି ତାର ଶୀର୍ଷକ ହେଉଛି ଶୂନ। ପୁସ୍ତକର ଲେଖକ ହେଉଛନ୍ତି ରମାକାନ୍ତ ସାମନ୍ତରାୟ, ଆଉ ତାର ପ୍ରଚ୍ଛଦ କରିଛନ୍ତି ସେ ନିଜେ। ପ୍ରକାଶକ ବ୍ଲାକ୍ ଇଗଲ ବୁକ୍ସ, ପୃଷ୍ଠା ସଂଖ୍ୟା 138। ପ୍ରଥମ ଦେଖାରେ ରମାକାନ୍ତଙ୍କ ଶୂନ ବହିର ରୂପକଥା ମାନେ ଆବଷ୍ଟ୍ରାକ୍ଟ ପେଣ୍ଟିଂ ଭଳି ପାଠକକୁ ହୁଏତ ଭ୍ରମରେ ପକାଇ ପାରନ୍ତି। ଲାଗିପାରେ ହୁଏତ ଏମିତି ଅବଧ୍ୟ ମନଗଢା ଆଉ ବିଚିତ୍ର କଥା ସବୁ କେମିତି ଢୁକିଲା ତାଙ୍କ ମୁଣ୍ଡକୁ। ଲେଖକ ପୁଣି ଥରେ ପରିକାହାଣୀମାନଙ୍କୁ ନୂଆ କରି ଆଉ ନୂଆ ଢଙ୍ଗରେ ଲେଖିବାକୁ ଭାବି ନାହାନ୍ତି ତ? ତେବେ ଆଉ ଟିକେ ଭିତରକୁ ଗଲେ ଲାଗିବ ନା, ଏସବୁ ପରିକାହାଣୀ ବି ତ ନୁହନ୍ତି। ଯେତେ କପୋଳ କଳ୍ପିତ ମନେ ହେଲେ ବି ପିଲାଙ୍କ ପରିକାହାଣୀ ଭିତରେ ସହଜ ଓ ସରଳ ଭାବରେ ବୁଝି ହେଲା ଭଳି ଗପଟିଏ ଥାଏ ବି ଗୋଟାଏ ନିର୍ଦ୍ଦିଷ୍ଟ ଘଟଣାକ୍ରମ। ରଜା ପୁଅ ମନପବନ ଘୋଡାରେ ଆସି ବନ୍ଦିନୀ ରାଜକୁମାରୀକୁ ଉଡେଇ ନେଇଯାଏ ବୁଢୀ ଅଶ୍ରୁଣୀ କବଳରୁ। ହେଲେ ରମାକାନ୍ତଙ୍କ ରୂପକଥା ସବୁର କୌଣସି ନିର୍ଦ୍ଦିଷ୍ଟ ଢାଞ୍ଚା ନାହିଁ, ଗୋଟାଏ ଧରାବନ୍ଧା ଘଟଣାକ୍ରମ ବି ନାହିଁ ଗୋଟିଏ ବି ରୂପକଥାରେ। ତେବେ ଏଇଠି ଟିକେ ଅଟକି ଯିବାକୁ ହୁଏ। ପାଠକକୁ ତା ଚିନ୍ତାରାଜ୍ୟରେ ଆଉ ଟିକେ ଗଭୀରକୁ ଯିବାକୁ ପଡେ। ଗହିରେଇ ଦେଖିଲେ ହିଁ ବେଶ ବୁଝା ପଡିଯାଏ ରମାକାନ୍ତଙ୍କ ଲେଖକୀୟ ଟ୍ରିକ୍। ଜଣାପଡେ କେମିତି ଏସବୁ ଅବୁଝା ଅବୋଧ୍ୟ ରୂପକଥା ମାନଙ୍କ ମାଧ୍ୟମରେ ସେ ବଖାଣିଛନ୍ତି ଆମେମାନେ ନିହାତି ଭେଟୁଥିବା ଆମ ଆଖପାଖର ଅତି ପରିଚିତ ଘଟଣାବଳୀ ଓ ସାଧାରଣ ଚରିତ୍ର ମାନଙ୍କ କଥା। ଆସିବା ବହିର ପ୍ରଥମ ରୂପକଥା ଶୁଆ ଆଉ କୁଆ ପାଖକୁ। ଏଥିରେ ଆଶ୍ରୟଦାତା ଗଛଟି ଉଡିବାର ଇଚ୍ଛା ନେଇ ଯେତେବେଳେ ତା ଦେହରେ ବସା ବାନ୍ଧି ରହି ଆସୁଥିବା ଶୁଆ ଆଉ କୁଆଙ୍କୁ ପଟେ ପଟେ ଡେଣା ମାଗିଛି, ସେମାନେ ତାକୁ ସେତେବେଳେ ମିଶିକି ମାଟିରେ ଗାତ ଖୋଳି ପୋତି ପକାଇଛନ୍ତି। ବାସ୍, ତାପରେ ବିଛରା ଗଛଟି ହରାଇ ଦେଇଛି ଚାଲିବାର ଶକ୍ତି। ଗୋଟାଏ ଜାଗାରେ ଠିଆ ହୋଇ ରହିବା ହିଁ ପାଲଟି ଯାଇଛି ତା ଭବିତବ୍ୟ। ଭାବନ୍ତୁ ତ, ଆମେ କଣ ଅନେକ ସମୟରେ ଭେଟିନେ କୁଆ ଆଉ ଶୁଆ ଭଳି ଅକୃତଜ୍ଞ ମଣିଷମାନଙ୍କୁ, ଯେଉଁମାନେ କି ଅତି ସହଜରେ ତାଙ୍କ ଉପକାରରେ ଆସିଥିବା ମଣିଷମାନଙ୍କୁ ପାଦରେ ଦଳି ଦେଇ ଆଗକୁ ବଢି ଯାଇପାରନ୍ତି। ଏବେ ଦେଖନ୍ତୁ ରୂପକଥା କାମଗଣିତକୁ। ଏଥିରେ କୁହାଯାଇଛି ଗୋଟେ ଅଳିଆ ବଗିଚା ସଫେଇ କାମରେ ଲାଗିଥିବା ରାମ, ସୀତା, ହରି ଓ ଗୋପାଳ ମାନଙ୍କ କଥା। ବାସ୍ତବରେ ଦେଖିଲେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଏକା ଏକା ସେ କାମକୁ ସାରିଦେବାରେ ସକ୍ଷମ। ସେ ପୁଣି ନିଜ ନିଜ କ୍ଷମତା ଅନୁଯାୟୀ ମାତ୍ର ଦିନକରୁ ଅତିବେଶୀରେ 6 ଦିନ ମଧ୍ୟରେ। ତେବେ ଲେଖକଙ୍କ କହିବା ମୁତାବକ ସେମାନେ ଗତ 6 ମାସ ଧରି ତାଙ୍କ ଅଳିଆ ବଗିଚା ସଫା କାମରେ ଲାଗିଛନ୍ତି, ଅଥଚ ସେମାନଙ୍କ ମଧ୍ୟରୁ କେହି ବି ସେ କାମ କେବେ ସରିବ ସେ ହିସାବ ଦେଇପାରୁନାହାନ୍ତି। ଏମିତିକି ସେମାନଙ୍କ କହିବା କଥା ଖୋଦ୍ ପ୍ରଧାନମନ୍ତ୍ରୀ ବି କହିପାରିବେନି ଏ କାମ କେବେ ସରିବ। ବାସ୍ତବ କ୍ଷେତ୍ରରେ ବହୁ ସରକାରୀ କାମର ଏମିତି ଅବସ୍ଥା ନୁହେଁ କି, ଯାହାର ଆରମ୍ଭ ଓ ଶେଷ ନେଇ କାହା ପାଖରେ ହିସାବ ନଥାଏ। ଆକାଶ ଟେଣ୍ଡରରେ ମଧ୍ୟ ଲେଖକ ଦର୍ଶାଇଛନ୍ତି ବିଭିନ୍ନ ସରକାରୀ କାମର ଖରାପ ହାଲତ ଓ ଉପରିସ୍ଥ ଅଧିକାରୀମାନଙ୍କ ଚଞ୍ଚକତା କଥା। ଝିଅରେ ତ ପୁଣି ଲେଖକ ଉଠାଇଛନ୍ତି ଆହୁରି ଅତି ଜଘନ୍ୟ ଗୋଟାଏ ଆସୁରିକ ସମସ୍ୟା କଥା। ଛୋଟ ଛୋଟ ଝିଅମାନେ କିଭଳି ବିଭିନ୍ନ ଆଳରେ ଯୌନ ନିର୍ଯାତନାର ଶିକାର ହେଉଛନ୍ତି, ସେଇ କଥା ଏଠାରେ କହିଛନ୍ତି ରମାକାନ୍ତ। ଶାସନ କଳ, ପତନ ଓ ରାମ ଜନ୍ମଭୂମି ଭଳି ତାଙ୍କର ବହୁ ରୂପକଥାରେ ଲେଖକ ବଖାଣିଛନ୍ତି ଆମେ ମର୍ମେ ମର୍ମେ ଅନୁଭବ କରୁଥିବା ଓ ନୀତି ଭୋଗୁଥିବା ଏମିତି ବହୁ ସାମାଜିକ ସମସ୍ୟା ଓ ସେସବୁକୁ ନେଇ ଆମ ଅଭିଯୋଗର କଥା। ସେ ରାଜନେତାଙ୍କ ମିଛ ପ୍ରତିଶ୍ରୁତିର ଭେଳିକି ହେଉ କି ଧାର୍ମିକ ରାଜନୀତି ହେଉ। ତେବେ ଖାଲି ଅଭିଯୋଗ କି ଅସନ୍ତୁଷ୍ଟ ଭାବ ନୁହେଁ। ଚାଲୁ 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 ରୂପକଥାରେ ରମାକାନ୍ତ ବତେଇଛନ୍ତି ବି ନିଜ ଭିତରେ ନିଜେ ଖୁସି ରହିବାର ସୂତ୍ର। ସେଇଥିପାଇଁ ତ ଅସରନ୍ତି ରାସ୍ତାରେ ଚାଲୁ ଚାଲୁ ତାଙ୍କୁ ଶୋଷ ଲାଗିଲା ତ ବାଁ ପକେଟରୁ ସେ ନଦୀଟିଏ ବାହାର କରି ବୁହି ଦେଇଛନ୍ତି। ପୁଣି ନଈରୁ ପାଣି ପିଇ ତା ପାଣିରେ ଗାଧୋଇ ସାରିବା ପରେ ତାଙ୍କୁ ନିଦ ଲାଗିବାରୁ ଡାହାଣ ପକେଟରୁ ବରଗଛଟିଏ ବାହାର କରି ତା ଥଣ୍ଡା ଛାଇରେ ଶୋଇ ପଡିଛନ୍ତି ଘଡ଼ିଏ। ବାସ୍ତବରେ ଦେଖିବାକୁ ଗଲେ ଆମ ନିଜ ଭିତରେ ହିଁ ଲୁଚି ଥାଏ କି ଆମେ ଖୁସି ରହିବାର ବାଟ। ଖାଲି ଯାହା ତାକୁ ଖୋଜି ପାଇବା ଜାଣିଲେ ହେଲା। ଉପରେ ଯେକୌଣସି ରୂପକଥା ବିଷୟରେ ଯାହା ବି ଲେଖିଛି ସବୁ ମୋ ନିଜ କଥା, କାରଣ ପୁରା ବହିଟିକୁ ଶେଷ କଲା ପରେ ବି ପାଠକକୁ ଆଦୌ ଅନୁଭବ ହେବନି ରମାକାନ୍ତ ତାକୁ ବାଧ୍ୟ କରିଛନ୍ତି ତାଙ୍କର କୌଣସି ବିଚାରଧାରାକୁ ଗ୍ରହଣ କରିବା ପାଇଁ। ଗ୍ରହଣ କରିବା ତ ଦୂରର କଥା, ଏମିତିକି ତାଙ୍କ ଏ ବହିର କୌଣସି ଲେଖାକୁ ବୁଝି ସେଥିରୁ କିଛି ଅର୍ଥ ବାହାର କରିବାକୁ ମଧ୍ୟ ସେ କେଉଁଠି ବି କହିନାହାନ୍ତି। ତାଙ୍କର ଏସବୁ ଲେଖା ପରି ପାଠକ ବି ଏଠି ସ୍ୱତନ୍ତ୍ର ତାଙ୍କ ଲେଖା ସବୁକୁ ତା ନିଜ ଢଙ୍ଗରେ ବୁଝିବାକୁ କିମ୍ବା ନ ବୁଝିବାକୁ। ସେଥିପାଇଁ ତ ଏସବୁକୁ ରୂପକଥା କହିଛନ୍ତି ଲେଖକ। ଏବେ ବାକି ରହିଲା ଲେଖା ସହ ବହିଟି ଭିତରେ ସ୍ଥାନ ପାଇଥିବା ରମାକାନ୍ତଙ୍କ ଚିତ୍ର ସବୁର କଥା। ବହିଟିର ଉପକ୍ରମଣିକାରେ ହିଁ ଲେଖକ ସ୍ପଷ୍ଟ କରିଦେଇଛନ୍ତି ଏସବୁ ଚିତ୍ରକୁ ନେଇ ତାଙ୍କ ବକ୍ତବ୍ୟକୁ। ତେଣୁ ସେସବୁ ବିଷୟରେ ମୋର ବିଶେଷ କିଛି କହିବାର ନାହିଁ। ଥରେ ଦୁଇଥର ଏସବୁ ଚିତ୍ରରୁ କିଛି କିଛି ଗ୍ୟାଲେରୀରେ ପ୍ରଦର୍ଶିତ ହୋଇଥିବାର ଦେଖିଛି ଅବଶ୍ୟ।
ତାଙ୍କ ଲେଖା ପରି ପାଠକ ତାଙ୍କ ଚିତ୍ରର ଅର୍ଥ ବୁଝିବା କ୍ଷେତ୍ରରେ ବି ପୂରାପୂରି ସ୍ୱାଧୀନ। ରମାକାନ୍ତଙ୍କ ନିଜ ଭାଷାରେ ମୋଟାମୋଟି ଆମେ ଚାକ୍ଷୁଷ କରୁଥିବା ପୃଥିବୀକୁ ଖୁବ୍ ଭଙ୍ଗା ଗଢା ଓ ଯୋଡାଯୋଡି କରି ସେ ଗଢିଛନ୍ତି ଏସବୁ ଲେଖା ଆଉ ଚିତ୍ରର ଗୋଟାଏ ନୂଆ ଦୁନିଆ। ତେବେ ପୁରା ବହିଟିକୁ ସାରିଦେଲା ପରେ ପାବ୍ଲୋ ପିକାସୋଙ୍କ ପ୍ରସିଦ୍ଧ ଉକ୍ତିଟି ମନକୁ ଆସୁଛି, ଦେୟାର ଇଜ୍ ନୋ ଅବଷ୍ଟ୍ରାକ୍ଟ ଆର୍ଟ। ତେବେ ପୁରା ବହିଟିକୁ ସାରିଦେଲା ପରେ ପାବ୍ଲୋ ପିକାସୋଙ୍କ ପ୍ରସିଦ୍ଧ ଉକ୍ତିଟି ମନକୁ ଆସୁଛି, ଦେୟାର ଇଜ୍ ନୋ ଅବଷ୍ଟ୍ରାକ୍ଟ ଆର୍ଟ। ୟୁ ମଷ୍ଟ ଅଲୱେଜ୍ ଷ୍ଟାର୍ଟ ୱିଥ୍ ସମଥିଙ୍ଗ, ଆଫ୍ଟରୱାର୍ଡସ୍ ୟୁ କ୍ୟାନ୍ ରିମୁଭ୍ ଅଲ୍ ଟ୍ରେସେସ୍ ଅଫ୍ ରିଆଲିଟି। ସତକୁ ସତ ଜାଣିଶୁଣି ଲେଖକ ଆଉ ତାଙ୍କ ଲେଖାମାନଙ୍କ ଭିତରୁ ବାସ୍ତବତାର ସବୁ ଚିହ୍ନ ଲିଭେଇ ଦେଇନାହାନ୍ତି ତ?